ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ କରପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ମାସିକା ରାଶିଫଳ 1 ଜୁଲାଇ 2026 ଠାରୁ 31 ଜୁଲାଇ 2026 ମସିହା। ସନ୍ 2026 ମସିହାର ଜୁଲାଇ ମାସଟି ଯେଉଁ ବ୍ୟକ୍ତିଙ୍କର ଜନ୍ମ ଜାତକ ରାଶି ହେଉଛି ତୁଳା ରାଶି। ଅନ୍ୟଥା ଯେଉଁ ବ୍ୟକ୍ତିଙ୍କର ଜନ୍ମ ଜାତକରେ ଲଗ୍ନ ହେଉଛି ତୁଳା ଲଗ୍ନ। ଯଦି ଆପଣଙ୍କ ପାଖରେ ଜାତକ ନାହିଁ, ନାମ ରାଶି ହେଉଛି ତୁଳା ରାଶି, ତାହା ନିଶ୍ଚିତ ରୂପେ ବିଷୟ ଦେଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଚର୍ଚ୍ଚା କରିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ପ୍ରଥମତଃ ଧ୍ୟାନ ଦିଅନ୍ତୁ, ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଭାଗ୍ୟ ସ୍ଥାନରେ ସୂର୍ଯ୍ୟ ମିଥୁନ ରାଶିରେ 1 ଜୁଲାଇରୁ 17 ଜୁଲାଇ ପର୍ଯ୍ୟନ୍ତ ରହିବେ। ପୁନଃ 17 ଜୁଲାଇ ଠାରୁ କର୍କଟ ସଂକ୍ରାନ୍ତି ପ୍ରାରମ୍ଭ ହେବ। କର୍କଟ ରାଶିକୁ ଯେତେବେଳେ ସୂର୍ଯ୍ୟ ଆସିବେ ଆପଣଙ୍କର କର୍ମକ୍ଷେତ୍ରକୁ ପଳେଇ ଆସିବେ। ତାହେଲେ ଏହା ଜଣାଯାଉଛି ଯେ କି କର୍ମକ୍ଷେତ୍ରରେ ଗୁରୁ, ରବି ଏବଂ ବୁଧଙ୍କର ଯୁତି ହେବ। କର୍ମକ୍ଷେତ୍ରରେ ଜବରଦସ୍ତ ସଫଳତା ମିଳିବ। ଜବରଦସ୍ତ ସଫଳତା ଦେଖାଦେବ। ବସ୍ କର୍ମକ୍ଷେତ୍ରରେ ପ୍ରମୋସନ, ପୋଜିସନ, ଇନକ୍ରିମେଣ୍ଟ ଇତ୍ୟାଦି ଦେଖାଦେବାର ସମ୍ଭାବନା ଦେଖାଯାଉଛି। ଛୋଟଠାରୁ ବଡ଼ ବିଜନେସ୍ ମଧ୍ୟ ସୁଧାରତା ଦେଖାଦେବ। ଯେକୌଣସି ବେପାର ବାଣିଜ୍ୟ ଆପଣ କରୁଛନ୍ତି ସେଥିରେ ନିଶ୍ଚିତ ରୂପରେ ସୁଧାରତା ଦେଖାଦେବ। ସ୍ପେସିଫିକ୍ ହୋଟେଲ୍ସ, ରିସୋର୍ସ ଲାଇନ୍ସ ଏବଂ କୌଣସି ଯନ୍ତ୍ରପାତି ଜିନିଷ ବା କୌଣସି ସ୍କୁଲ, କଲେଜ, ମେଡିକାଲ ଏସବୁ ଜିନିଷ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଏବଂ ସଫଳତା ଦେଖାଦେବ। ପରାକ୍ରମ କ୍ଷେତ୍ରରେ ବିଜୟ ପ୍ରାପ୍ତି ହେବେ, କିନ୍ତୁ ଭାଇ ଭଉଣୀ ମଧ୍ୟରେ ଶ୍ରଦ୍ଧା ଆଦରତା ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଆର୍ଗୁମେଣ୍ଟ ନୁହେଁ, ଦେଖିବେ କୌଣସି ଭାଇ ହଉ, ଭଉଣୀ ହଉ, ମିତ୍ର ହଉ, ଆପଣ କର୍ମକ୍ଷେତ୍ରରେ ସହଯୋଗ କରିବେ, ଆପଣ ଭାଗ୍ୟରେ ସହଯୋଗ ଦେବେ, ତାଙ୍କ ଦ୍ୱାରା ଆପଣ ଭାଗ୍ୟର ପରିବର୍ତ୍ତନତା ଦେଖାଦେବ। କିନ୍ତୁ ଅଭିମାନତା ନୁହେଁ, ଆର୍ଗୁମେଣ୍ଟ ନୁହେଁ, ଏହା ଟିକେ ଧ୍ୟାନ ଦେବେ। କେତେକ କ୍ଷେତ୍ରରେ କୌଣସି ମିତ୍ର ପୁରୁଣା ଶତ୍ରୁତା ଥିଲେ ପୁନଃ ସେ ଆପଣଙ୍କ ସହିତ ଷଡ଼ଯନ୍ତ୍ରତା କରି ଆପଣ ଭାଗ୍ୟର ଦୁର୍ଭାଗ୍ୟତାକୁ ସ୍ଥାନରେ ଠିଆ ହେବେ ବା କର୍ମକ୍ଷେତ୍ର କିଛି ବାଧକ ମଧ୍ୟ କ୍ରିଏଟ୍ କରିବାର ସମ୍ଭାବନା ଦେଖାଦେଉଛି। ଏ ଦୁଇଟି ଜିନିଷ ପ୍ରତି ଯଥେଷ୍ଟ ଫୋକସ୍ ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପ୍ରପର୍ଟି ଜମି ଜାଇଦାଦ କ୍ଷେତ୍ର ଧନ ନିବେଶ କରିପାରିବେ ଏବଂ ପୁରୁଣା ଧନ କିଛି ପ୍ରାପ୍ତିର ଯୋଗ ଦେଖାଦେଉଛି। ମାତା, ବନ୍ଧୁ, ମିତ୍ର, ପିତୃତୁଲ୍ୟ ବ୍ୟକ୍ତିଙ୍କର କଥାକୁ ମାନି ଚାଳିଲେ ଅଧିକରୁ ଅଧିକ ସଫଳତା ମିଳିବ। ୟାନି ଗୁରୁଜନ ବ୍ୟକ୍ତିଙ୍କର ଠାରୁ କୌଣସି ବି କାର୍ଯ୍ୟ କରୁଛନ୍ତି ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ, ଅଧିକରୁ ଅଧିକ ଲାଭବାନ ହେବେ। ନୂତନ କର୍ମ, ବ୍ୟବସାୟ, ବାଣିଜ୍ୟ ବା ଜବ୍ କ୍ଷେତ୍ରରେ ମଧ୍ୟ ସଫଳତା ପାଇପାରିବେ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ, କିନ୍ତୁ ମନେ ରଖିଥିବା ଦରକାର ସ୍ୱାସ୍ଥ୍ୟ ହିଁ ସମ୍ପଦ। ଅଷ୍ଟମ ଭାବ ଦୂରଯାତ୍ରା, ବିଦେଶ ଯାତ୍ରା କରିବା ପୂର୍ବରୁ କୌଣସି ଆର୍ଗୁମେଣ୍ଟ କରନ୍ତୁନି, ଅସନ୍ତୁଷ୍ଟତା ହୁଅନ୍ତୁନି, କାହାରି ଷଡ଼ଯନ୍ତ୍ରରେ ଫସି ନ ଯାଆନ୍ତୁ। ଦୂରଯାତ୍ରା କରୁଛନ୍ତି, ସ୍ୱାସ୍ଥ୍ୟ ପ୍ରତି ଫୋକସ୍ ରଖନ୍ତୁ, ଧ୍ୟାନ ଦିଅନ୍ତୁ। ଅସନ୍ତୁଷ୍ଟତା ହେବା ଉଚିତ ନୁହେଁ। ଏବଂ ମନେ ରଖିଥିବା ଦରକାର କୌଣସି ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ବା ବିଦ୍ୟୁତ ଜନିତ ସ୍ଥାନ, ଅନ୍ୟଥା ଅଗ୍ନିତତ୍ତ୍ୱ ସ୍ଥାନରେ କିଛି ଜବ୍ ବା କିଛି କର୍ମ କରୁଛନ୍ତି, ସ୍ୱାସ୍ଥ୍ୟ ପ୍ରତି ଫୋକସ୍ ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। କିଛି ଦୁର୍ଘଟଣା, କିଛି ଲୋକସାନ ହେବାର ମଧ୍ୟ ସମ୍ଭାବନା ଦେଖାଦେଉଛି। ଭାଗ୍ୟରେ ପରିବର୍ତ୍ତନତା ଦେଖାଦେବ। ଦୂରଯାତ୍ରା, ବିଦେଶ ଯାତ୍ରା, ଶ୍ୱଶୁରାଳୟରେ ଯଥେଷ୍ଟ ସମ୍ମାନ ମଧ୍ୟ ଲାଭ ଅଛି। ପିତାଙ୍କ ଦ୍ୱାରା ସପୋର୍ଟ ଆଣ୍ଡ ସହଯୋଗ ମିଳିବ। ଉଚ୍ଚ କର୍ମଚାରୀଙ୍କ ଦ୍ୱାରା ଆପଣଙ୍କର ଲାଭ ହେବ ଏବଂ ଇନକମ୍ ସୋର୍ସରେ କିଛି ଲକ୍ଜରିୟସ୍ ଜିନିଷ ଆପଣ କ୍ରୟ କରିବେ ବା କୌଣସି ଲକ୍ଜରିୟସ୍ ବିଜନେସ୍ ପ୍ରାରମ୍ଭ କରିବା ପାଇଁ ଆପଣ ପ୍ଲାନ୍ କରୁଛନ୍ତି ବା ବିଜନେସ୍ କରୁଛନ୍ତି, ତା କିଛି ନୂଆ ପ୍ଲାନ୍ କରି ଆପଣ ତାକୁ ପୁନଃ ଜୀବଦାନ ଦେବାକୁ ଚାହୁଁଛନ୍ତି। ପଶୁଜନ୍ତୁଙ୍କ ଦ୍ୱାରା ସପୋର୍ଟ ସହଯୋଗତା ଦେଖାଦେବ। କିଛି ପଶୁ ଆପଣଙ୍କ ଘରକୁ ଆଗମନ କରିବାର ସମ୍ଭାବନା ମଧ୍ୟ ଦେଖାଯାଉଛି। ସାବଧାନ ରହିବା, କ'ଣ ପ୍ରତିକାର କରିବା। ମାସଟି ଉତ୍ତମ ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସ୍ନାନାଦି କାର୍ଯ୍ୟ ସାରି ଗାୟତ୍ରୀ ମନ୍ତ୍ରକୁ ଜପ କରନ୍ତୁ ଏବଂ କନକଧାରା ସ୍ତୋତ୍ର ପାଠ କରନ୍ତୁ, ମହାଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ। ସୂର୍ଯ୍ୟନାରାୟଣଙ୍କୁ 1 ଲୋଟା ଜଳରେ
हलदी घृत तुलाराशि दुग्ध अरुआ चाउल एवं किछि मिश्री पकाई सूर्यनारायण को अर्घ्य दान करंतु। ओम हि सूर्य सहस्रांशु तेजोराशि जगत्पते अनुकंपयामां भक्त्या गृहणार्घ्यं दिवाकर। यही मंत्र द्वारा आपण 3 थर जल अर्घ्य दान करंतु। पितामाता को प्रणाम करंतु, आशीर्वाद ग्रहण करंतु, स्वर्गत पितृ को तर्पण करंतु। निश्चित रूप से आपंकर मंगल हो, सफलता देखा आनंद आनंद देखा। प्रिय दर्शक बंधु, एत थिला तुला राशि व्यक्ति मानक मासिक राशिफल। आज तो समय जाइए कार्यक्रम को आम ये रखुचु। पुणी देखा मध्य। जय जगन्नाथ, नमस्कार।